ଜାଣିଛନ୍ତି ଏପ୍ରିଲ 17 ତାରିଖ ଦିନ ପ୍ରବାଦ ପୁରୁଷ ମହାନ ରାଷ୍ଟ୍ରନୀତିଜ୍ଞ ସ୍ୱାଧୀନ ପରାଧୀନ ଭାରତର ସଂଗ୍ରାମରେ ଅଗଷ୍ଟ ବିପ୍ଳବର ଯୋଦ୍ଧା ଅନନ୍ୟ ଯୋଦ୍ଧା ଦୁର୍ଦମନୀୟ ଦୁଃସାହସିକତା ପାଇଁ ଯେ କେବଳ ଭାରତରେ ନୁହେଁ ଅନ୍ୟ ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ଇଣ୍ଡୋନେସିଆ ରଷିଆର ମୁକ୍ତି ସଂଗ୍ରାମର ଯୋଦ୍ଧା ନୂଆ ଓଡ଼ିଶାର ବିକାଶର ଯେ ସ୍ଥପତି ଅଗ୍ରଣୀ ସ୍ଥପତି ସ୍ୱାଧୀନୋତ୍ତର ଭାରତବର୍ଷରେ ବିଜୁ ବାବୁଙ୍କର 29ତମ ତିରୋଧାନ ଦିବସ ଏବଂ ତାହା ଆମ ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆମ ଦଳ ନିଷ୍ପତ୍ତି ନେଇଛି ଯେ ସାରା ରାଜ୍ୟରେ ପ୍ରତି ନିର୍ବାଚନ ମଣ୍ଡଳୀରେ ତାହା ପାଳିତ ହେବ 17 ତାରିଖ ଦିନ ଏବଂ ସେଥିପାଇଁ ପ୍ରତିବର୍ଷ ପରି ଯେଉଁ କାର୍ଯ୍ୟକ୍ରମ ନିଆଯାଏ ତା ସାଙ୍ଗରେ ସକାଳୁ କାର୍ଯ୍ୟକ୍ରମ ନିଅନ୍ତି ସେଟା କ୍ଷେତ୍ରୀୟ ସ୍ତରରେ ସେମାନେ ନିଷ୍ପତ୍ତି କରିବେ କେଉଁଠି କ'ଣ କରିବେ ଏବଂ ଆମର ଶୀତଳ ତର୍ପଣଠୁ ଆରମ୍ଭ କରି ମେଡ଼ିକାଲ ଫଳ ବଣ୍ଟନଠୁ ଆରମ୍ଭ କରି ଏସବୁ କାର୍ଯ୍ୟକ୍ରମ କିନ୍ତୁ ଦଳ ତରଫରୁ ବି ନିର୍ଦ୍ଦେଶିତ କରାଯାଇଛି ଯେ ସେଦିନ ଆଲୋଚନା କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଯେ ବିଜୁ ବାବୁଙ୍କର ଦେଶପ୍ରେମ ଏବଂ ସ୍ୱାଧୀନତାର ଓଡ଼ିଶା ପ୍ରତି ଅବଦାନ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିବେ ଏବଂ ଏଥିରେ ବିଜୁ ବାବୁଙ୍କର ଏ ମହାନ ଦେଶପ୍ରେମିକ ସାଙ୍ଗରେ ଆଲୋଚନା କରିବା ସାଙ୍ଗେ ସାଙ୍ଗେ ସେମାନେ ମଧ୍ୟ ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ ଆଜି ଓଡ଼ିଶାର ଯେଉଁ ଟର୍ଣ୍ଣରାଉଣ୍ଡ କରିଛି ଏକବିଂଶ ଶତାବ୍ଦୀରେ ସକଳ କ୍ଷେତ୍ରରେ ନବୀନ ବାବୁଙ୍କ ନେତୃତ୍ୱରେ ସେହି କାର୍ଯ୍ୟକ୍ରମକୁ ତାର ବିଜୁ ଜନତା ଦଳ ଏକ ଦାୟିତ୍ୱ ସମ୍ପନ୍ନ ଦଳ ହିସାବରେ ବର୍ତ୍ତମାନର ବିରୋଧୀ ଦଳ ହିସାବରେ ମଧ୍ୟ ଆଗକୁ ନେବାର ଯେଉଁ ସଂକଳ୍ପ ତାକୁ ମଧ୍ୟ କରିବେ।